ଥରେ ଭାବନ୍ତୁ ଏ ରାଗ, ରୁଷା, ଅଭିମାନ, ଈର୍ଷା ଏତେ କ'ଣ ପାଇଁ? ଥରେ ନିଜର ନିଶ୍ୱାସ ବନ୍ଦ ହେଇଗଲେ ସବୁ ଶେଷ ହୋଇଯିବ। ତେଣୁ ଏହାକୁ ତ୍ୟାଗ କରି ନିଜେ ଖୁସିରେ ରୁହନ୍ତୁ ଓ ଅନ୍ୟକୁ ଖୁସି ବାଣ୍ଟନ୍ତୁ। ସତ କଥା, ଆଜିର ଦୁନିଆ ବଡ଼ ଘର ପରିବାର ନାହିଁ, ଅଧିକ ପାଠ ଭଦ୍ରାମି ନାହିଁ, ରୋଜଗାର ବେଶୀ ଶାନ୍ତି ନାହିଁ, ଫେସବୁକ୍ ସାଙ୍ଗ ବହୁତ ପ୍ରକୃତ ସାଙ୍ଗ ନାହିଁ, ଭଲ ପାଇବା ବଡ଼ ପ୍ରେମ ନାହିଁ, ଶିକ୍ଷିତ ମଣିଷ ବହୁତ ମଣିଷ ପଣିଆ ନାହିଁ, ଘଣ୍ଟା ଦାମିକା କାହା ପାଖରେ ସମୟ ନାହିଁ, ଶେଷରେ ଭଲ ଲୋକଙ୍କୁ ଦୁନିଆରେ ସ୍ଥାନ ନାହିଁ। କାହାର ସମୟକୁ ଅପେକ୍ଷା କରି କରି ବଞ୍ଚିବା ଅପେକ୍ଷା ବହୁତ ଭଲ ହେବ ଏକୁଟିଆ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ଯିଏ ଯାହାକୁ ସତରେ ଭଲ ପାଏ ନା, ସେ ତାକୁ ଯେତେ ଚେଷ୍ଟା କଲେ ବି ଭୁଲି ପାରିନଥାଏ। ହୁଏତ ରାଗ ଅଭିମାନରେ କିଛି କଥା ହୋଇନପାରେ, ହେଲେ ପ୍ରତିଟି ମୁହୂର୍ତ୍ତ ତାକୁ ମନେ ପକାଉଥାଏ, ତା ପାଇଁ ଝୁରି ହୁଏ। ପରିସ୍ଥିତି ଆମେ ଚାଲୁଥିବା ସମୟରେ ଦୁଇ ପାଦ ଭିତରେ ଅନେକ ତଫାତ୍ ଥାଏ। ଗୋଟିଏ ପାଦ ଆଗରେ ଥାଏ ତ ଅନ୍ୟଟି ପଛରେ ରହିଯାଏ। ନା କେବେ ବି ଆଗରେ ଥିବା ପାଦ ଅହଙ୍କାର କରେ, ନା କି ପଛରେ ଥିବା ପାଦ ଅଭିମାନ କରେ। ସେମାନେ ଜାଣନ୍ତି କିଛି କ୍ଷଣ ମଧ୍ୟରେ ସ୍ଥିତି ବଦଳିଯିବ। ଠିକ୍ ସେହିପରି ଆପଣଙ୍କର ପରିସ୍ଥିତି ଯେମିତି ଥାଉ ନା କାହିଁକି, ସମୟକୁ ଅପେକ୍ଷା କରନ୍ତୁ, ପରିସ୍ଥିତି ନିଶ୍ଚୟ ବଦଳିବ। ମାଟିର ହାଣ୍ଡିରେ ବସୁନି ଭାତ, ବିଲରେ ପଡୁନି ଗୋବର ଖତ, ଚାଳ ଘର ସବୁ ହୋଇଛି ଛାତ, ପୁଅ ମାରୁଅଛି ବାପକୁ ନାତ, କାହାର କ'ଣ ଯାଉଛି ତଥାପି ମୋ ଗାଁ ହସୁଛି। ମନରେ ଅହଙ୍କାର ଜାଗ୍ରତ ହେଲେ ମନୁଷ୍ୟ ନିଜକୁ ଶ୍ରେଷ୍ଠ ଓ ମହାନ ବୋଲି ଭାବିଥାଏ, କିନ୍ତୁ ସମାଜରେ ସେ ସବୁଠାରୁ ନୀଚ ଓ ଛୋଟ ବୋଲି ପରିଚିତ ହୋଇଥାଏ। ତେଣୁ ଅହଙ୍କାର ପରିତ୍ୟାଗ କରନ୍ତୁ। ଜୀବନରେ ସବୁ କିଛି କରିବେ, କିନ୍ତୁ କାହା ସହ ସବୁଦିନ କଥା ହେବାର ଅଭ୍ୟାସ କରିବେନି, ପରେ ବହୁତ କାନ୍ଦିବେ। ଆଖି ଉପରେ ନିୟନ୍ତ୍ରଣ ନଥିବା ମଣିଷ ଏହି 6 ପ୍ରକାର କୁ ଅଭ୍ୟାସର ଶିକାର ହୁଏ ଓ ନିଜ ପାଦରେ କୁରାଡ଼ି ମାରେ। ଏସବୁ କଦଭ୍ୟାସରୁ ନିଜକୁ ବଞ୍ଚାନ୍ତୁ। ଯଦି ଆସି ସାରିଛି ତେବେ ସଜାଗ ହୋଇ ମୂଳୋତ୍ପାଟନ କରନ୍ତୁ। ଉଦ୍ଦେଶ୍ୟ ବିହୀନ ଭାବରେ ଟିଭିର ସବୁ କାର୍ଯ୍ୟକ୍ରମକୁ ଦେଖିବା, ଚଞ୍ଚଳ ଆଖିରେ ଫିଲ୍ମର ନିରର୍ଥକ ଚିତ୍ର ଷ୍ଟୋର ଆଦି ଦେଖିବା, ଅନ୍ୟଠାରେ ଦୋଷ ଦେଖିବା, ପ୍ରତି ଘଟଣାରେ ଭୁଲ ବାଛିବା, ନିୟନ୍ତ୍ରଣ ବିହୀନ କଳ୍ପନାରେ ମଜ୍ଜିଯିବା, ଦିବା ସ୍ୱପ୍ନ ଦେଖିବା, ଇନ୍ଦ୍ରିୟର ଲାଳସାରେ ବୁଡ଼ି ରହିବା, ଖବର କାଗଜର ନିରର୍ଥକ ସ୍ତମ୍ଭ ପଢ଼ିବା, ନିଜର ଦୃଷ୍ଟି ଲୋକଙ୍କର ଜ୍ଞାନ ଉପରେ ନ ରଖି ସେମାନଙ୍କର ଶାରୀରିକ ରୂପ ଓ ଧନ ସମ୍ପତ୍ତି ଉପରେ ରଖିବା। ଜୟ ଶ୍ରୀ ଜଗନ୍ନାଥ।